ବନ୍ଦେ ମାତରମ୍ ପିଲାମାନେ ତାହେଲେ ଆଜିର ଆମେ ପାଠପଢ଼ା ଆରମ୍ଭ କରିବା ତ। ତାହେଲେ ଆମେ ପୂର୍ବ କ୍ଲାସରେ କ'ଣ ପଢ଼ିଥିଲୁ? ଆସରେ ଆସ ପରିବା ଚାଷ ଗୋଟେ ସୁନ୍ଦର ବିଷୟଟେ ପଢ଼ିଥିଲୁ ନୁହେଁ। ସେଥିରେ ଗୋଟେ ସୁନ୍ଦର ଗୀତଟି ବି ବୋଲିଥିଲୁ ନୁହେଁ। ସମସ୍ତେ ଗୀତଟି ଶିଖି ଯାଇଛ ତ? ସୁନା ପିଲା, ତାହେଲେ ଆଜି ଆମେ କ'ଣ କରିବୁ? ତାର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବୁ। ସମସ୍ତେ ନିଜ ନିଜର ବହି ବାହାର କର। ତାହେଲେ ଆମେ ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବୁ ତ। 1 ନମ୍ବରରେ ଏଠି ଆମର କ'ଣ କୁହାଯାଇଛି? ଆସ ଆମେ ସେମାନଙ୍କ ସହ ମିଶି ମଞ୍ଜି ପୋତିବା ଓ ସଂଖ୍ୟା ଲେଖିବା। 1 ନମ୍ବରରେ ଆମର କ'ଣ କୁହାଯାଇଛି? ଛୋଟୁ। ହେଲେ ଛୋଟୁ, ବୀଣା, ବାଞ୍ଛା, କାଞ୍ଚନ ଓ ପାଣ୍ଡବ କ'ଣ କଲେ? ମଞ୍ଜି ପୋତିଲେ। 1 କରିକି ମଞ୍ଜି ବୁଣିଲେ। କେତୋଟି? 25ଟି। 1 କେତୋଟି? 50ଟି ମଞ୍ଜି ପୋତିଲେ। ତା ମଧ୍ୟରୁ କିଛି ସଂଖ୍ୟା ଦେଇଛି, ଆଉ କିଛି ସଂଖ୍ୟା ଦେଇନି। ତାକୁ ତମେ କ'ଣ କରିବ ନା ଗଣିକି ସଂଖ୍ୟା ଲେଖିବ। ତାହେଲେ କୋଉ ସଂଖ୍ୟା ସେ ଛାଡ଼ି ଯାଇଛନ୍ତି ଦେଖିବା। ସେ ମଞ୍ଜି ପୋତିଲା ବେଳେ ସଂଖ୍ୟା ଛାଡ଼ି ଯାଇଛନ୍ତି। ତମେ ତାକୁ କ'ଣ କରିବ ନା ତାକୁ ଗଣିକି ସଂଖ୍ୟା ଗୁଡ଼ିକୁ ଲେଖିବ। ତାହେଲେ ସେ 1 2 3 ଆଉ କ'ଣ ଛାଡ଼ିଦେଲେ? ଏଠି କ'ଣ ହବ? 4, ଏଠି 5,
6 7 ଲେ ଅଛି 8 9 ଏଠି 10 ତାହେଲେ ଏଠି 12 ଅଛି ଏଠି କେତେ ହବ 11 ଏଠି 13 ଏଠି 14 16 19 ତାପରେ ଏଠି 21 ଯେ କେତେ ହବ 22 ଏଠି 24 ଏଠି 27 ମଝିରେ ଦିଟା ଛାଡ଼ି ଯାଉଛନ୍ତି କେତେ ହବ 25 ଆଉ 26 ଏଠି 28 ଏଠି କେତେ ହବ 30 ଏମିତି ଗଣି ଗଣିକି ମଞ୍ଜି ସବୁ ପୋତିଲେ ଆଉ କୋଉ କୋଉ ଘର ଗୁଡ଼ିକ ସେ ଛାଡ଼ି ଯାଇଛନ୍ତି ତାକୁ ତମେ ପୂରଣ କରିବ ବୁଝିହେଲା ଏମିତି ଅନ୍ୟ ଗୁଡ଼ିକୁ ବି ଲେଖିବ ତାପରେ 2 ନମ୍ବର କୁହାଯାଇଛି 10ଟି ଗୋଲିରେ ଗୋଲ ବୁଲାଅ ତାପରେ କେତେ ହେଲା ଦେଖିବା 2 ନମ୍ବର ଏଠି କୁହାଯାଇଛି କ'ଣ ଗୋଟିଏ ଏଠି କୋଠରୀରେ କେତୋଟି ଲେଖା ରହିଛି ବୋଲି 10ଟି ଲେଖାଏ ବୋଲି ରହିଛି ସେଗୁଡ଼ିକୁ ଗଣିବ ଆଉ ତାର କ'ଣ କରିବ ତାର ସ୍ଥାନ ଦର୍ଶାଇବ ତାହେଲେ ଏଠି କେତୋଟି ଗୋଲି ଅଛି ଏ 10ଟି 10ଟି 20ଟି 22 23 କେତେ 23ଟି ତାହେଲେ କେତେ ହେଲା ଆମର 23 କେତେ କେତେ 2 10 ତାହେଲେ 10ଟି କେତେଟା ଲେଖା ରହିଛି 10ଟି ଆମ କେତେଟା ଲେଖା ରହିଛି 2ଟି ତାହେଲେ 2 10 3ଟି କେତେ 3 1 ତାହେଲେ କେତେ ହେଲା 23 ସେମିତି ଆଉ ଗୋଟେ ଆମର ଦେଇଛି ଆମର କେତୋଟି ଅଛି 4 10 କେତେ 6 1 4 10 6 କେତେ ବୁଝି ହେଉଛି ସେହିପରି ତମେ କ'ଣ କରିବ ଅନ୍ୟ ଗୁଡ଼ିକୁ ଗଣିକି ତାକୁ ସ୍ଥାନ ଦର୍ଶାଇକି ଲେଖିବ ସ୍ଥାନୀୟ ମାନ ଦର୍ଶାଇକି ସଂଖ୍ୟାରେ ଲେଖିବ ତାହେଲେ ଆମର 10ଟି ଗୋଲିକି ଗୋଲ ବୁଲାଇବ 10ଟି ଲେଖା ଗଣିକି ଗୋଲ ବୁଲାଇବ ବୁଲେଇକି ତାକୁ କ'ଣ କରିବ ଗଣିକି ଲେଖିବ ତାପରେ 3 ନମ୍ବର କ'ଣ କହୁଛି ବିସ୍ତାରିତ ରୂପ ଲେଖ 3 ନମ୍ବରରେ ବିସ୍ତାରିତ ରୂପ ଲେଖିଛ କ'ଣ ବିସ୍ତାରିତ ରୂପ ଲେଖ ହୋଇଛି ବିସ୍ତାରିତ ରୂପ କ'ଣ ଏଇ କ'ଣ ଦେଇଛି 32 କି ବିସ୍ତାରିତ କରିକି ଲେଖିବ ତାହେଲେ ଏଠି 2 କେଉଁ ଘର ଅଛି 1 ଘର 3 10 ଘର ତାହେଲେ ଏଠିକି ଆମେ 3 10 30 2 1 2 ତାହେଲେ 30 ଆଉ 2 ମିଶିଲେ କେତେ 32 ହେଉଛି ସେମିତି ଗୋଟେ 47 ଦେଇଛି 47 ବିସ୍ତାରିତ କରିକି ଲେଖିବା
ବିସ୍ତାରିତ କଲେ 4 10 ଯେ 40 7 1 ଯେ 7 ତାହେଲେ ସେ ଦେଲେ 47 ହେଇଯାଉଛି ନା। ସେମିତି এই ସଂଖ୍ୟା ଗୁଡ଼ିକୁ କ'ଣ କରିବା ତାକୁ ବିସ୍ତାରିତ କରିକି ଲେଖିବ। ଏମିତି ଆଗରୁ ଆମେ ଲେଖୁଥିଲେ ଗୋଟେ ସଂଖ୍ୟା ଦେଇଛି 15 15କୁ ଆମେ ବିସ୍ତାରିତ କରି ଲେଖିଲେ କ'ଣ ଲେଖୁଥିଲେ 1 10 5 1 ସେ କେତେ 15 ହଉଥିଲା ନା। ସେମିତି ତାକୁ ଲେଖିବ 1 10 ଯେ କେତେ 10 5 1 ଯେ କେତେ 5। ସେମିତି ଏଗୁଡ଼ିକୁ ବିସ୍ତାରିତ କରିକି ଲେଖିବ। ଖାଲି ଘର ପୂରଣ କରିବ। ସମସ୍ତେ ବୁଝିପାରିଲ ସମସ୍ତେ କରିପାରିବ ବି। ତାପରେ 4 ନମ୍ବର ପ୍ରତି ପାହାଚରେ ଛାଡ଼ି ଯାଇଥିବା ସଂଖ୍ୟାକୁ ଲେଖିବା। ପ୍ରତି ପାହାଚରେ ଛାଡ଼ି ଯାଇଥିବା ସଂଖ୍ୟାକୁ ଲେଖିବା। ତାହେଲେ ଆମର ପ୍ରତି ପାହାଚରେ ସଂଖ୍ୟା ଗୁଡ଼ିକୁ ଲେଖିବା। ତାହେଲେ ଉପରୁ ପାହାଚରୁ ଆମେ ଆସିଲେ ପ୍ରଥମେ କେତେ ଲେଖାଯାଇଛି 21 ତାପରେ 22 ତାପରେ ଲେଖାଯାଇଛି 23 23 ପରେ ଗୋଟେ ଘର ଛାଡ଼ି ଯାଇଛି। ତାହେଲେ ଆମର କ୍ରମ ଅନୁସାରେ ଲେଖାଯାଇଛି 23 ପରେ କେତେ 24 ତାପରେ ଦେଇଛି 25 25 ଛାଡ଼ି ଯାଇକି ଦେଇଛି 27। ତାହେଲେ 25 ଆଉ 27 ମଝିରେ କ'ଣ ରହିଯାଉଛି 26 26 ତାପରେ 27 ଦେଇଛି ଗୋଟେ ଘର ଛାଡ଼ିକି 29 ଦେଇଛି। ତାହେଲେ 27 ଆଉ 29 ମଧ୍ୟରେ କେଉଁ ସଂଖ୍ୟା ରହିଛି 28। ଏମିତି ସଂଖ୍ୟା ଗୁଡ଼ିକୁ ଖାଲି ଘର ଗୁଡ଼ିକୁ କ୍ରମ ଅନୁସାରେ ଲେଖିବ। ସେମିତି 5 ନମ୍ବର ବି କରିବ। ଗୋଟିଏ ଗୋଟିଏ ଉପରେ ସଂଖ୍ୟା ତା ଘର ଗୁଡ଼ିକୁ ସଜାଇ ଲେଖିବ। କ'ଣ କରିବ ଏଠି କ'ଣ କହିଛି ସଂଖ୍ୟା ଗୁଡ଼ିକୁ ସୂଚନା ଅନୁସାରେ ଖାଲି ଘରେ ଅକ୍ଷରରେ ଲେଖିବା। କ'ଣ କରିବା ଅକ୍ଷରରେ ଲେଖିବା। ଆମର ଏଠି 5 ନମ୍ବର ସଂଖ୍ୟା ଗୁଡ଼ିକୁ ସୂଚନା ଅନୁସାରେ ଖାଲି ଘରେ ଅକ୍ଷରରେ ଲେଖିବା। କ'ଣ କରିବା ଅକ୍ଷରଟି କିଛି ସଂଖ୍ୟା ଦେଇଛି ତାକୁ କ'ଣ ଖାଲି ଘରେ ସୂଚନା ଅନୁସାରେ ଅକ୍ଷର ଲେଖିବା। ଆମର ଲେଖା ଦେଇଛି 32 ଲେଖିବା କ'ଣ 32 32। ତାପରେ ଦେଇଛି 31 ଲେଖିବା ତା ଅକ୍ଷର ଦେଇଛି ଏଠି 32 ର ତର ହସ ସହିତ 31 ତ ମିଶିଥିବ। ଲେଖିବା ତାହେଲେ 1 31 ହେଇଯା ନାହିଁ। ତାହେଲେ ମଝିରେ ଯେଉଁ ଆମେ ଲେଖିଲେ ସେଇ ତର ସେତିଟା 32 ରେ 31 ମିଶି ଯାଉଛି। ସେମିତି ଅନ୍ୟ ଗୁଡ଼ିକୁ ଆମେ ସୂଚନା ଅନୁସାରେ ଲେଖିବା। ସମସ୍ତେ ବୁଝି ହେଉଛି। ତାପରେ ଦେଖିବା 7 ନମ୍ବର ତଳେ ଥିବା ଚିତ୍ରକୁ ଦେଖି କହିବା ହେଲା। ଠେକୁଆ ହରିଣ ପୂର୍ବରେ ଠିଆ ହୋଇଛି। ଠେକୁଆ କାହା ପୂର୍ବରୁ ଠିଆ ହେଇଛି ହରିଣ ପୂର୍ବରେ। ମାଙ୍କଡ଼ ହରିଣ ପରେ ଠିଆ ହେଇଛି। ମାଙ୍କଡ଼ କାହା ପରେ ହରିଣ ପରେ ଠିଆ ହେଇଛି। ମାଙ୍କଡ଼ର ପୂର୍ବରେ ହରିଣ ପରେ ଭାଲୁ ରହିଛି। ଠେକୁଆ ଓ ଭାଲୁ ମଝିରେ ହରିଣ ମାଙ୍କଡ଼ ଠିଆ ହେଇଛନ୍ତି। ତାହେଲେ ଆମେ ଏହାର ଆଗ ପଛ ସଂଖ୍ୟା ଜାଣିପାରିଲୁ। ତାହେଲେ ଏବେ ସେମାନେ ଧରିଥିବା ସଂଖ୍ୟାକୁ ଦେଖି ଲେଖିବା। 40ର ଠିକ୍ ପୂର୍ବ ସଂଖ୍ୟା 40ର ଠିକ୍ ପୂର୍ବ ସଂଖ୍ୟା ମାନେ ପଛ ସଂଖ୍ୟା। ତାହେଲେ କିଏ ଅଛି 39। ତାହେଲେ ଏମିତି 39 ଲେଖିବା ଏଠି। ତାପରେ 41ର ଠିକ୍ ପର 41ରେ ପରେ କେଉଁ ସଂଖ୍ୟା ଅଛି 42। ତାପରେ 39ର ଠିକ୍ ପର 39 ପରେ କ'ଣ ଅଛି 40। ଏମିତି ଆମେ ପର ପୂର୍ବ ସଂଖ୍ୟା ଲେଖିପାରିବୁ ନାହିଁ। ତାପରେ 6 ନମ୍ବର କ'ଣ କୁହାଯାଇଛି କହିଲ ଦେଖି ମୁଁ କିଏ। ସାଇକେଲରେ ଯେତିଟି ଚକ
ଯେତିକିଟି ଚକ ମୁଁ ସେତିକି ଦୋଷ। ତାହେଲେ ସାଇକେଲରେ କେତୋଟି ଚକ? 2ଟି। ମୁଁ ସେତିକି ଦୋଷ ମାନେ କ'ଣ? 2 10 2 10 ଯେ କେତେ? 20। ତୁମ ବାମ ହାତରେ ଆଙ୍ଗୁଠି ଯେତିକି ମୁଁ ସେତିକି ଏକ। ତୁମେ ବାମ ହାତରେ କେତୋଟି ଆଙ୍ଗୁଠି? 5ଟି। ତାହେଲେ କେତେ ହେଲା? ସେତିକି 5 1 ମାନେ 5 1। 2 10 5 1 କ'ଣ? 2 10 ଯେ 2 10 5 1 ତାହେଲେ କେତେ ହେଲା? 25। ତାକୁ ଆମେ ଅକ୍ଷରରେ ଲେଖିବା। କେତେବେଳେ? 25। ବୁଝି ହଉଛି? ତାପରେ କହୁଛି କାରର ଯେତିକିଟି ଚକ ମୁଁ ସେତିକି ଦୋଷ। କାରରେ କେତୋଟି ଚକ? 4ଟି। ତାହେଲେ କେତିକି? 4 10। ତାପରେ କହୁଛି ରିକ୍ସାରେ ଯେତିକି ଚକ ମୁଁ ସେତିକି ଏକ। ରିକ୍ସାରେ କେତୋଟି? 3ଟି ଚକ। ତାହେଲେ 3 1। ତାହେଲେ କେତେ ହେଲା? 42। ତାକୁ ଆମେ ଅକ୍ଷରରେ ଲେଖିଲେ ଏମିତି। ତାପରେ ଗୋଟିଏ ଗାଈର ଗୋଡ଼ ଯେତିକି ମୁଁ ସେତିକି। ଗୋଟିଏ ଗାଈର କେତୋଟି ଗୋଡ଼? 4ଟି। ମୁଁ ସେତିକି। 4 10 ଯେ 40। ତାହେଲେ ବୁଢ଼ିଆଣୀର ସେତିକି ଗୋଡ଼। ମୁଁ ସେତିକି ଏକ। ବୁଢ଼ିଆଣୀର କେତୋଟି ଗୋଡ଼? ତାକୁ କ'ଣ? 8ଟି। ତ କ'ଣ କରିବ ନା? ଅକ୍ଷରରେ ସଂଖ୍ୟାରେ ଲେଖି ତାକୁ କ'ଣ କରିବ? ଅକ୍ଷରରେ ଲେଖିବ। ଆକାଶରେ ଜହ୍ନ ମାମୁଁ ଯେତିକି ମୁଁ ସେତିକି ଦୋଷ। ଆକାଶରେ ଜହ୍ନ କେତୋଟି? 1ଟି। ତାହେଲେ ଲେଖିବ 1 10 ଯେ 10। ସପ୍ତାହକ କେତେ ଦିନ? 7 ଦିନ। 7 1 ତାହେଲେ କେତେ ହେଲା? 17। ତାକୁ ଅକ୍ଷରରେ ଲେଖିବ। ତୁମର ମୋନାର ଓ ବାପିର ମୁଣ୍ଡକୁ ଗଣିଲେ ଯେତିକି ମୁଁ ସେତିକି ଦୋଷ। ତୁମର କେତୋଟି ମୁଣ୍ଡ? ଗୋଟିଏ। ତାହେଲେ ମୋନାର ବି ଗୋଟିଏ ଆଉ ବାପିର ବି ଗୋଟିଏ। ତାହେଲେ କେତେ ହେଲା? 3ଟି। 3ଟି 3 10 ଯେ 30। ତୁମ ସମସ୍ତଙ୍କ ଲାଞ୍ଜ ମିଶି ସେତିକି ମୁଁ ଏକ। ତାହେଲେ ତୁମମାନଙ୍କର ଲାଞ୍ଜ ଅଛି? ନାହିଁ। ତାହେଲେ କ'ଣ ହବ? 0 1 30। ତାକୁ କ'ଣ କରିବ? ଅକ୍ଷରରେ ଲେଖିବ। ଆସ ଛବି ଦେଖି ପଢ଼ିବା। ଟିକେ କିଛି ଛବି ଦେଇଛି। କ'ଣ? ଛଞ୍ଚାଣ, ଏଣ୍ଡୁଅ ଓ ନଡ଼ା ପିଞ୍ଛ। ତାପରେ କହୁଛି କ'ଣ? ଉପରେ ଗଲି ଭିତରୁ ଥିବା ଅକ୍ଷର ଗୁଡ଼ିକୁ 11 ନମ୍ବର ପାଠ୍ୟ ବିଷୟର ଭିତରେ ଯେଉଁ ଶବ୍ଦ ଅଛି କ'ଣ କରିବ? ବାଛିକି ଲେଖିବ। ଆଉ ପୂର୍ବ ପିରିୟଡ଼ରେ କୁହାଯାଇଛି। ତାହେଲେ ଦେଖିବା 9 ନମ୍ବର। 9 ନମ୍ବରରେ ତଳ ଚିତ୍ରରେ କେତୋଟି ଓ ଅଛି ଖୋଜି ପାଖ ଘର ଲେଖିବା। କେତୋଟି ଓ ଅଛି ୟା ଭିତରେ ଚିତ୍ରରେ ଖୋଜିବା, ଗଣିବା। କେତୋଟି ଅଛି? 1ଟି 2ଟି 3ଟି 4ଟି 5ଟି 6ଟି 7ଟି 8ଟି 9ଟି 10ଟି। ସମସ୍ତେ ଦେଖିପାରୁଛ 10ଟି। ତାହେଲେ ଲେଖିବା ଆମେ କେତେ? 10 ବୋଲି ଖାଲି ଘରେ ଲେଖିବା। ତାପରେ ଦେଖିବା 10 ନମ୍ବର ତଳ ଛବି ଦେଖି ପଢ଼ିବା ଓ ଯେଉଁଠି ଓ ଅଛି ତା ଚାରିପଟେ ଗୋଲ ବୁଲାଇବା। ଏଠି କ'ଣ ଲେଖା ହେଇଛି? କୋଉ ଛବି ଅଛି? ଅଟୋ। ତାହେଲେ ଓ ଅକ୍ଷରରେ ଆମେ ଗୋଲ ବୁଲାଇବା। ତାପରେ ଅଛି ଓଢ଼ଣୀ। ଓ ଅଛି ଓଢ଼ଣୀ ଅକ୍ଷରରେ ଗୋଲ ବୁଲାଇବା। ତାପରେ ଓଠ ଓ ଅକ୍ଷରରେ ଗୋଲ ବୁଲାଇବା। ତାରେ ଓ ଅକ୍ଷରରେ ତାରେ ଓଡ଼ଶ ଅକ୍ଷରରେ ଗୋଲ ବୁଲାଇବା। ଓ ଥାଇ ଆଉ 5ଟି ଶବ୍ଦ ଲେଖିବା। ଓ ଥିବା ଅକ୍ଷରରେ ଆମେ ଏମିତି କ'ଣ ଶବ୍ଦ ଲେଖିବା। ସମସ୍ତେ ଲେଖିବ।
ରେ ଛବି ଦେଖି ପଢ଼ିବା। ଛବି ଦେଖି କ'ଣ ହୀରା, ବୁଢ଼ିଆଣୀ, ଆଉ କ'ଣ ଘୋଡ଼ା ଆଉ ଦୋକାନ। ଏଠି କ'ଣ ଅଛି? ହୀରା, ହର ଦୀର୍ଘଇ। ଆମେ ଏଠି କ'ଣ ଚିହ୍ନିଲେ? ଦୀର୍ଘଇକାରକୁ ଚିହ୍ନିଲେ। ବୁଢ଼ିଆଣୀ, ମୂର୍ଧଣ୍ୟ ଦୀର୍ଘଇ, ଦୀର୍ଘଇ ଏଠି ଚିହ୍ନିଲୁ। ତାପରେ ଘର ଓକାର ଘୋଡ଼ା, ତାପରେ ଦର ଓକାର ଦୋକାନ। ତାହେଲେ ଆମେ ଏଠି ଦୀର୍ଘଇକାର ଓ ଓକାର ଚିହ୍ନି ପାରିଲୁ। ତାପରେ ତଳେ ଦିଆଯାଇଥିବା ଚିତ୍ରକୁ ଦେଖି ପାଖ ଶବ୍ଦର ଠିକ୍ ଜାଗାରେ ଓକାର ଓ ଦୀର୍ଘଇକାର ମାତ୍ରା ଲେଖିବା। ଲେଖା ହେଇଛି ଏଠି ତୋର। ଛବିରେ କୋଉ ଚିତ୍ର ଦେଇଛି? କୋଉ ଛବି ଦେଇଛି? ତୀର। ତାହେଲେ ଆମେ ଏଠି କ'ଣ କରିବା? ତୋର ଦୀର୍ଘଇ ତୀର। ତାପରେ ଲେଖା ହେଇଛି ଅଢ଼ଣ। ତାହେଲେ କ'ଣ ହବ? ଅଢ଼ ନର ଦୀର୍ଘଇ ଅଢ଼ଣି। ତାପରେ ଲେଖା ହେଇଛି ପର। କ'ଣ ହବ ଛବି? ଏଠି ଗୋଟେ ପରୀର ଛବି ଦେଇଛି, ଚିତ୍ର ଦେଇଛି। ତାହେଲେ କ'ଣ ହବ? ପର ଦୀର୍ଘଇ ପରି। ଦେଇଛି ଢୋଲ, ଢୋର ଓକାର ଢୋଲ। ତାହେଲେ ଲେଖା ହେଇଛି ବୋତଲ। ଏଠି ବୋତଲ ହବ ନା? ବୋତଲ, ବୋର ଓକାର ବୋତଲ। ତାପରେ ଏଠି ପଲ, ପଲ ନା ପୋଲ? ପୋଲ, ପୋର ଓକାର ପୋଲ। ତାପରେ ଲେଖା ହେଇଛି ତଳେ ଅକ୍ଷରକୁ ସଜାଡ଼ି ଶବ୍ଦ ତିଆରି କରିବା। ଏଠି କିଛି ଶବ୍ଦ ଦେଇଛି। ତା କ'ଣ ସଜାଡ଼ିକି ଆମେ ଲେଖିବା। କ'ଣ ଦେଇଛି? ବିନାଚ। କ'ଣ ହବ? ସଜାଡ଼ିବା କ'ଣ ଲେଖିବା? କ'ଣ ହବ? ତାକୁ ଆମେ ସଜାଡ଼ିକି ଲେଖିଲେ, ସଜାଇକି ଲେଖିଲେ। ତାପରେ ଲେଖାଯାଇଛି ଛାବା। କ'ଣ ହବ? ବାଞ୍ଛା। କ ତ ପୋ। କ'ଣ ହବ ଏଠି? କ'ଣ ଏଠି ହବ? ଏଠି ହବ ଆମର କ'ଣ? କପୋତ। କ'ଣ ହବ? ବୁଝିହେଲା? ସେମିତି କ'ଣ କରିବ? ଅନ୍ୟ ଗୁଡ଼ିକୁ ବି ସଜାଇକି ଲେଖିବ। ବାକ୍ସ ଭିତରେ ଦିଆଯାଇଥିବା ଅକ୍ଷରକୁ ନେଇ ତଳେ ଠିକ୍ ଜାଗା ଖୋଜି ଲେଖିବା। ହେଲା? ଏଠି ଆମର ଗୋଟେ ବାକ୍ସରେ ଦେଇଛି କିଛି ଅକ୍ଷର ଦେଇଛି। କ'ଣ? କିଛି ଅକ୍ଷର ଦେଇଛି। ତାକୁ କ'ଣ କରିବ ନା? ଖାଲି ଘରରେ ବସାଇ ଲେଖିବ। ଏଠି ଲେଖାଯାଇଛି ତେଜ। ତାପରେ ଲେଖାଯାଇଛି ତାହେଲେ ଲେଖାଯାଇଛି କ'ଣ?
ସୋପୁ ଏଠି କଣ ଲେଖିଲେ ଆମର ଗୋଟେ ଶବ୍ଦ ହବ ଏଠି ଆମେ ଏଇ ଘରୁ ବାଛିକି ଲେଖିବା କଣ ସପୁରୀ ସପୁରୀ ଲେଖାଛି ଭେ ଡେସ୍ କଣ ହବ ଭେ ନଣ୍ଡର ହସେଣ୍ଡି ତାହେଲେ ଲେଖାଛି ଓ କଣ ହବ ଆଇଛି ଡେସ୍ ଓ ତାହେଲେ ହବ ଆମର ଏଠି ଓ ଉ ଏଠି ଓକାର ଅଛି ଲେଖାଛି ଛ ଡେସ୍ ନା କଣ ହବ କଣ ହବ ଛଞ୍ଚା କଣ ଛଞ୍ଚା ଏଠି ଲେଖାଛି ଡେସ୍ ଫୁଲ ଡେସ୍ ବି ଫୁଲ କୋବି ଏଠି ଆମ କର ଉକାର ଅଛି ଏମିତି ଅନ୍ୟ ଗୁଡ଼ିକୁ ବି କୋଠରୀ ଭିତରୁ ବାଛିକି ତାକୁ ଖାଲି ଘର ପୂରଣ କରିବୁ ବୁଝିହେଲା ତାପରେ ଦେଖ କହିବା ଓ ଲେଖିବା ମୁଁ କିଏ ଫୁଲଟିଏ ମୁହିଁ ଭାରି ସୁନ୍ଦର ଗଛ ସାରା ଖାଲି କଣ୍ଟା ମୋହର ଗୋଟିଏ ଫୁଲ କିନ୍ତୁ ବହୁତ ସୁନ୍ଦର କିନ୍ତୁ ତା ଗଛ ସାରା ଖାଲି କଣ୍ଟା ଦେଖିବା କହିଲେ କିଏ ତା ପାଖରେ ଛବି ଦେଇଛି ତ କଣ କରିବ ଚିହ୍ନିକି ଲେଖିବ ତାହେଲେ କୋଉ ଫୁଲ ଗୋଲାପ ଫୁଲରେ ତା ଗଛରେ ଖାଲି କଣ୍ଟା ତାରେ ଏଠି ଆମେ ଖାଲି କଣ ଲେଖିବା ଗୋଲାପ ଲେଖିବା ତାପରେ ଦେଖ ପାନ ଆଉ ପୋଡ ପିଠା ଖାଇ ଦେଇ ଖୁସିରେ କୁନି ମୁନି ଝୁଲିଥାନ୍ତି ବସି ମୋର ଉପରେ କିଏ କହିଲେ ଦେଖି ଝୁଲଣା କଣ ରଜରେ ଆମେ ପାନ ପୋଡା ପିଠା ପାନ ଖାଇ କଣ କରୁ ଝୁଲୁ କୋଉଥିରେ ଝୁଲୁ ଝୁଲଣାରେ ତାହେଲେ ଏଠି କଣ ହବ ଝୁଲଣା ତାପରେ ଖମ୍ବ ପରି ଗୋଡ଼ ମୋର କୁଲା ପରି କାନ ଖାଇବାକୁ ଭଲ ପାଏ ଡାଳ ପତ୍ର ଧାନ ତାର କିଏ ହାତୀ ତାହେଲେ ଏଠି କଣ ହବ ହାତୀ ତାପରେ ସାଗର ଆକାଶ କହ୍ନେଇ ଦେହରେ ମତେ ଟିକେ ତୁମେ ଖୋଜ ରଙ୍ଗଟିଏ ମୁହିଁ ଯେ ଚିହ୍ନି ପାରିବ ପାଇବ ସେ ଭଲ ଚିଜ କଣ ପାଇବ ସେ ଭଲ ଚିଜ ତାହେଲେ କୋଉ ରଙ୍ଗ ଆକାଶୀ ନୁହେଁ ତାହେଲେ ସମସ୍ତେ ବୁଝିପାରିଲ ତାପରେ ଆମର ଏଠି କହିଛି 7 ନମ୍ବର ବନ୍ଦନୀ ଭିତରୁ ଠିକ ଉତ୍ତର ବାଛି ଲେଖିବା ଭାଲୁ ଚଢୁଥିଲା ଡେସ୍ ହେଲା ତାକୁ ଭାରି ଗୋଲୁ ସମତଳ ଆଉ କଣ ଲେଖାଛି ଢାଲୁ ଭାଲୁ ଚଢୁଥିଲା ଡେସ୍ ହେଲା ତାକୁ ଭାରି ଗୋଲୁ କୋଉଠି ଚଢୁଥିଲା ଢାଲୁ ଯୋଉଠି କୋଉଠି ତାପରେ ଦେଖିବା କୁଣ୍ଡେଇଲା ଦୁଇ ହାତରେ ଯା ପଡିଲା ସେ ଡେସ୍ରେ କୁଣ୍ଡାଇଲା ଦୁଇ ହାତରେ ପଡିଲା ସେ କେଉଠି ଗାତରେ ତାପରେ ଦେଇଥିଲା କଣ ଗାତ ପାହାଡରେ ସେ ଦେଇ ପଡିବ ଗାତରେ ତାପରେ ମୁଣ୍ଡିଆଟେ ଗୋଟେ ଡେସ୍ ଦେଲା ଏହି ବିପତ୍ତି ତାର ତାହେଲେ କିଏ ବାଘ ଆଉ ହାତୀ କିଏ ତାହେଲେ କିଏ ହାତୀ ଡେସ୍ ଗୋଟିଏ ଆଣି ଭାଲୁକୁ ଆଣିଲା ଟାଣି କି କଣ ଆଣିଲା ଦଉଡି ନା ସୁତୁଲିରେ ଟାଣି ହବ କି ଦଉଡିରେ ତାହେଲେ ଦଉଡି ଗୋଟିଏ ଆଣି ଭାଲୁକୁ ଆଣିଲା ଟାଣି
ହୋଇଗଲେ ଦୁହେଁ ଡେସ୍ ଗାତକୁ ଦେଲେ ସେ ପୋତି। ହୋଇଗଲେ ଦୁହେଁ କ'ଣ ସାଥୀ ନା ମାରପିଟି? ସାଥୀ। ସାଥୀ ଗାତକୁ ଦେଲେ ସେ ପୋତି। ତାପରେ ଏଠି ଆମ 16 ନମ୍ବର ତଳେ କୋଠରୀ ଭିତରୁ ସଂଖ୍ୟା ସହ ଅକ୍ଷର ଲେଖିବା। ଆସ ନିର୍ଦ୍ଦେଶ ଅନୁସାରେ କୋଠରୀ ଅକ୍ଷର ଆଣି ଶବ୍ଦ ତିଆରି କରିବା। ତାପରେ ସେ ଶବ୍ଦକୁ ତଳେ ଦିଆଯାଇଥିବା ଚିତ୍ର ପାଖରେ ଲେଖିବା। ହେଲା, ଏଠି ଏଇ କୋଠରୀରେ କିଛି ଅକ୍ଷର ସଂଖ୍ୟା ହେଇଛି, ସଂଖ୍ୟାରେ ମଧ୍ୟ ଅକ୍ଷର ଦିଆଯାଇଛି। ତାକୁ କ'ଣ କରିବା? ଶବ୍ଦ ତିଆରି କରିବା। ଆଉ କ'ଣ କରିବା? ଏଠି ଯେଉଁ ତଳେ କିଛି ଛବି ଦେଇଛି ତାକୁ ପୂରଣ କରିବା। ତାପରେ ଯେଉଁ 19ର ଠିକ୍ ପର ଅକ୍ଷର, 19ର ଠିକ୍ ପର ଅକ୍ଷର, 19 ପରେ କେଉଁ ଅକ୍ଷର ଆସେ? 20। ସେମିତି 4 ଓ 6ର ମଝି, 4 ପରେ 6 ଆସେ କି? ତା ମଝିରେ ଗୋଟେ ଅଙ୍କ ଆସେ, ସଂଖ୍ୟା ଆସେ, ତ କ'ଣ? 5। ତାପରେ 45ର ଠିକ୍ ପୂର୍ବ ମାନେ ପଛ ସଂଖ୍ୟା, ତାହେଲେ କେ 44। ଏମିତି ଏଗୁଡ଼ିକୁ ପର, ପୂର୍ବ ଓ ମଝି ସଂଖ୍ୟା କରିପାରିବ। ତାହେଲେ ଆଜି ତ ଆମେ କ'ଣ କଲୁ? ଆସରେ ଆସ ପରିବା ଚାଷର କ'ଣ କଲୁ? ଅଭ୍ୟାସ କାର୍ଯ୍ୟ ଆଲୋଚନା କଲୁ। ସମସ୍ତେ ପ୍ରାୟ ବୁଝିପାରିଥିବ। ଯେଗୁଡ଼ିକୁ ବୁଝି ନ ପାରିଥିବ ତାକୁ ମୋତେ ପଚାରିବ, ମୁଁ ଆଉ ଥରେ ଆଲୋଚନା କରିବି। ତାହେଲେ ଆଜିର ସମୟ ହେଇଯାଇଛି। ବନ୍ଦେ ମାତରମ୍।